ହାଇ ଫ୍ରେଣ୍ଡସ୍, ଆଜି ମୋ ଲେଖା କବିତାରୁ ଗୋଟିଏ କେମିତି ହେଇଛି କହିବେ। ଗପଟିଏ ଲେଖିବାର ଅଭିପ୍ରାୟ ଯେବେ ମୁଁ ମାନସ ପଟରେ ଆସେ, ସେ ଗପର କିଏ ସେ ହେବ ନାୟକ ନାୟିକା, ମନରେ ମୋ ଦ୍ୱନ୍ଦ୍ୱ ଚାଲେ। ଅସୁମାରୀ ସଂଘର୍ଷର ସେ କାହାଣୀ। ହୁଏତ ଜଣେ ରାଜା ଆଉ ଜଣେ ରାଣୀ ସାରା ରାଜ୍ୟକୁ କରି ନିଜର ଆପଣାର କିଭଳି ବିତାଡ଼ିତ ହେଲେ ଏହି ସେ ଜୀବନ। ସ୍ୱପ୍ନ ଦେଖିବା ଯଦି ହୁଏ ଅପରାଧ, ନିଜର କରିବା ଯଦି ହୁଏ ବଡ଼ ପାପ, ତାହେଲେ ବଡ଼ ଭୁଲ ତ ହୋଇଥିଲା ସେଠି ଯେଉଁଠି ଅଛି ରାଧାକୃଷ୍ଣଙ୍କର ଅମର କାହାଣୀ। ଭୁଲ ତ ଏଠି ସେ ନାୟକର, ଅନ୍ଧକାରକୁ ଉଜାଡ଼ି ବାହାରିଥିଲା ଆଲୋକ ପଥରେ। ହେଲା କ'ଣ ପରିଶେଷେ? ଅନ୍ଧକାର ମିଟିଲାନି, ଲିଭିଗଲା ଆଲୋକର ପଥ। ସାଗର ଢେଉ ଖୋଜେ ରାସ୍ତା, ସାଗରର ଢେଉ ଖୋଜେ ରାସ୍ତା, ବହି ଚାଲେ ଯାହା ମିଳେ, ଦିଏ ଲେଉଟାଇ କିଛି ସମୟ ହୋଇ ଭାରାକ୍ରାନ୍ତ, ରଖେନା ସେ ବୋଝ, ପୁଣି ଖୋଜେ ତା ରାସ୍ତା। ହେଲେ ସେ ନାୟକ କିଏ ଆଉ ସେ ନାୟିକା, ଯାହାର ପ୍ରତିବିମ୍ବରେ ଲେଖି ଚାଲିବି ଫର୍ଦ୍ଦ ପରେ ଫର୍ଦ୍ଦ, ଧାଡ଼ି ପରେ ଧାଡ଼ି, ସେ ଗପଟି ଯାହାର ନା ଅଛି ଅନ୍ତ, ନା ଆରମ୍ଭ। ଧନ୍ୟବାଦ।